ମା ଲକ୍ଷ୍ମୀ ତୁମ ଉପରେ ପ୍ରସନ୍ନ ହୋଇଥିଲେ ଦେଇଥାନ୍ତି ଏହି ପାଞ୍ଚଟି ସଂକେତ। ଦର୍ଶକ ବନ୍ଧୁ, ମା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା ଆମେ ସମସ୍ତେ କରିଥାଉ। ଆମେ ସମସ୍ତେ ମା ଲକ୍ଷ୍ମୀଙ୍କୁ ପାଇବାର ଆଶା ରଖିଥାଉ। ଏବେ ଯେଉଁ ଲୋକଙ୍କ ଉପରେ ବା ଯେଉଁ ପରିବାର ଉପରେ ମା ଲକ୍ଷ୍ମୀଙ୍କର ବିଶେଷ କୃପା ଥାଏ, ତାଙ୍କୁ ଏହି ପାଞ୍ଚଟି ଲକ୍ଷଣ ସ୍ୱାଭାବିକ ଦେଖାଯାଏ। ଏହି ଲକ୍ଷଣ ଯଦି ଆପଣଙ୍କୁ ଦେଖାଯାଉଛି, ତେବେ ଜାଣି ରଖନ୍ତୁ ଯେ ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି। ଆପଣଙ୍କର ଦିନଚର୍ଯ୍ୟା, ଆପଣଙ୍କର ପୂଜା, ଆପଣଙ୍କ ଘରେ ସେ ବାସ କରୁଛନ୍ତି। ତାଙ୍କୁ ବହୁତ ଭଲ ଲାଗେ ଆପଣଙ୍କର ଦିନଚର୍ଯ୍ୟା। ସେହି ଲକ୍ଷ ଲକ୍ଷ ଲୋକଙ୍କ ଭିତରେ ଆପଣ ବି ଜଣେ ଲୋକ ଯେ ଆପଣ ମା ଲକ୍ଷ୍ମୀଙ୍କର ପ୍ରିୟର ପାତ୍ର ହୋଇସାରିଛନ୍ତି। ଦର୍ଶକ ବନ୍ଧୁ, ଆପଣମାନେ ଦେଖିଥିବେ ବହୁତ ଲୋକ ଅତି ପରିଶ୍ରମ କରିଥାନ୍ତି, କିନ୍ତୁ ତାଙ୍କ ପରିଶ୍ରମର ଫଳ ତାଙ୍କୁ ମିଳିନଥାଏ। ଏମିତିରେ ବହୁତ ଗରିବ ବ୍ୟକ୍ତିଙ୍କୁ ବି ଆପଣମାନେ ଦେଖିଥିବେ। ଏବେ ଆପଣମାନଙ୍କ ମନରେ କେବେ ପ୍ରଶ୍ନ ଆସିଛି, ଏମାନେ ଗରିବ କାହିଁକି ହେଲେ? କେବେ ଏହି ପ୍ରଶ୍ନ ଆପଣଙ୍କ ମନକୁ ଆସିଛି? ଯେଉଁ ବ୍ୟକ୍ତିମାନଙ୍କୁ ଆପଣ ଏହି ଜନ୍ମରେ ଭିକ ମାଗିବାର ଦେଖୁଛନ୍ତି, ଗରିବ ବ୍ୟକ୍ତିଙ୍କୁ ଦେଖୁଛନ୍ତି, ଜାଣି ରଖନ୍ତୁ ପୂର୍ବ ଜନ୍ମରେ ତାଙ୍କେ ବହୁତ ବଡ଼ ବଡ଼ ଧନୀ ମହାଧନୀ ହୋଇକରି ଥିଲେ। ତାଙ୍କେ ତାଙ୍କ ଟଙ୍କାର ଅପବ୍ୟୟ ଖର୍ଚ୍ଚ କଲେ। ତାଙ୍କେ ଯାହା ବି ଅର୍ଥ ଅର୍ଜନ କଲେ, ମଦ ମାଂସ ପରସ୍ତ୍ରୀ ଗମନ ଏବଂ ସେହି ଅର୍ଥର ବହୁତରୁ ବହୁତ ଅପବ୍ୟୟ ଖର୍ଚ୍ଚ କରିଛନ୍ତି ଏବଂ ସେହି ଟଙ୍କାରେ ତାଙ୍କେ ମାରପିଟ ଗଣ୍ଡଗୋଳ ଏହିସବୁ ବି ନୀତି କରିଛନ୍ତି। ମା ଲକ୍ଷ୍ମୀଙ୍କର ଅନାଦର କରିଛନ୍ତି। ସେଥିପାଇଁ ଏହି ଜନ୍ମରେ ଗୋଟିଏ ମୁଠା ଅନ୍ନ ପାଇଁ ତାଙ୍କୁ ଦ୍ୱାର ଦ୍ୱାର ଭିକ୍ଷାବୃତ୍ତି କରିବା ପାଇଁ ପଡୁଛି। ଏଥିରୁ ଆପଣମାନେ ଜାଣି ରଖିଥିବେ ଯେ ମା ଲକ୍ଷ୍ମୀଙ୍କୁ କଣ ପସନ୍ଦ। ହଁ ଆଜ୍ଞା, ମା ଲକ୍ଷ୍ମୀ ସେହି ବ୍ୟକ୍ତିଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି। ସେ ଯେତିକି ବି ଅର୍ଜନ କରନ୍ତୁ, ଯଦି କୌଣସି ଜୀବର ସେବା କରେ, ତେବେ ସେହି ବ୍ୟକ୍ତି ଉପରେ ବିଶେଷ କରି ମା ଲକ୍ଷ୍ମୀଙ୍କର କୃପା ଥାଏ। ଯଦି ଆମେ ଭଲ ଭାବରେ ବୁଝାଇ କରି ଆପଣଙ୍କୁ କହିବି, ଆପଣ ଯାହା ବି ଅର୍ଥ ଉପାର୍ଜନ କରୁଛନ୍ତି, ଯାହାବି ସେଥିରୁ କିଛି ନା କିଛି ଗରିବ ବ୍ୟକ୍ତିଙ୍କୁ, ଆପଣ ଯାହା ରୋଷେଇ କରୁଛନ୍ତି ସେଥିରୁ ଗୋଟାଏ ରୁଟି ବି କୁକୁରକୁ ଦିଅନ୍ତୁ। ସକାଳର ପ୍ରଥମ ଖାଇବା ଯଦି ଆପଣ ଗାଈ ପାଇଁ ବାହାର କରୁଛନ୍ତି, କିଛି ପକ୍ଷୀ ପାଇଁ ଖାଦ୍ୟ ଯୋଗାଇ ଦେଉଛନ୍ତି, ତା ପାଇଁ ପାଣିର ବ୍ୟବସ୍ଥା କରିଦେଉଛନ୍ତି, ତେବେ ଆପଣ ସ୍ୱୟଂ ନାରାୟଣଙ୍କୁ ଏସବୁ ଦଉଛନ୍ତି। କଥାରେ ଅଛି, ସକଳ ଦେହି ନାରାୟଣ ଦେଖି ସନ୍ତୋଷ ଭଗବାନ। ଏମିତି ଯେଉଁ ବ୍ୟକ୍ତି ପ୍ରତ୍ୟେକ ଦିନ ଅନ୍ୟମାନଙ୍କର ପେଟ ପୋଷୁଥାଏ, ଅନ୍ୟମାନଙ୍କ ପାଇଁ ଚିନ୍ତା କରୁଥାଏ, ନିଜର ଅର୍ଥ ଯେତେ ବି ସେ ଉପାର୍ଜନ କରୁ, ସଦାସର୍ବଦା ଯେ ଅନ୍ୟ ପ୍ରାଣୀମାନଙ୍କ କଥା ଚିନ୍ତା କରୁଥାଏ, ତା କଥା ସ୍ୱୟଂ ନାରାୟଣ ବୁଝିଥାନ୍ତି। ଦର୍ଶକ ବନ୍ଧୁ, ସକଳ ଦେହି ନାରାୟଣ ଦେଖି ସନ୍ତୋଷ ଭଗବାନ ବୋଲି ଗୋଟିଏ କଥା ଅଛି। ସେଥିପାଇଁ ତ ଯେଉଁ ବ୍ୟକ୍ତି ପ୍ରାଣୀମାନଙ୍କୁ, ପକ୍ଷୀମାନଙ୍କୁ ଖାଇବାକୁ ଦେଇଥାଏ, ପିମ୍ପୁଡ଼ିକୁ ଖାଇବାକୁ ଦେଇଥାଏ, ସିଏ କେବେ ବି ଗରିବ ହୋଇନଥାଏ। ହଁ, ସିଏ ତା ପାଖରେ ବହୁତ ସାରା ଅର୍ଥ ନ ଆସିଥାଇପାରେ, ସେ ହୁଏତ ସେ କୋଟିପତି ନ ହୋଇଥାଇପାରେ, କିନ୍ତୁ କେବେ ଅଭାବରେ ରହିବନି, କେବେ ତା ଘରେ ଦରିଦ୍ରତା ଆସିବନି। ଏହା ପ୍ରଥମ। ଦ୍ୱିତୀୟରେ, ଗୋଟିଏ ବ୍ୟକ୍ତି ପାଖରେ ଅର୍ଥର ଅଭାବ ଲାଗି ରହୁଛି, ବାରମ୍ବାର ଅର୍ଥର ଅଭାବ ଲାଗି ରହୁଛି, କିନ୍ତୁ କଣ ହେଉଛି, କୁଆଡୁ ନା କୁଆଡୁ ଅର୍ଥ ଆସିଯାଉଛି। ଯେତେବେଳେ ବି ତାର ଅର୍ଥ ଦରକାର ଥିବ, କେହି ନା କେହି ତାକୁ ଦେଇ ଦଉଥିବ, କେହି ନା କେହି ତାକୁ ସାହାଯ୍ୟ କରିଦେଉଥିବ। ଯଦି ଆପଣମାନଙ୍କ ସାଙ୍ଗରେ ବି ଏପରି ହେଉଛି, ତେବେ ଜାଣି ରଖନ୍ତୁ ଯେ ମା ଲକ୍ଷ୍ମୀଙ୍କର ଆପଣଙ୍କ ଉପରେ ବିଶେଷ କୃପା ଅଛି। ବିଶେଷ କୃପା ଅଛି ଆପଣଙ୍କ ଉପରେ, ଯଦି ଆପଣଙ୍କ ସହିତ ଏମିତି ହେଉଛି। ତୃତୀୟରେ, ଯଦି ଆପଣଙ୍କର ପରିବାର ଲୋକଙ୍କ ଭିତରେ ଏକତା ଅଛି, ପ୍ରେମ ଅଛି, ସ୍ନେହ ଅଛି, ଆପଣଙ୍କ ପରିବାରର ଲୋକମାନେ ଯଦି ଆପଣଙ୍କର କଥା ମାନୁଛନ୍ତି, ମଦ୍ୟପାନ ବା କୌଣସି ପ୍ରକାରର ନିଶା ଦ୍ରବ୍ୟରୁ ବଞ୍ଚି କରି ଅଛନ୍ତି, ଆପଣଙ୍କ ଘରେ ଯଦି କେହି ନିଶା ଦ୍ରବ୍ୟ କରୁନାହାନ୍ତି, ଘରେ ସଦାସର୍ବଦା ଶାନ୍ତ ପରିବେଶ ରହୁଛି, ତେବେ ଆପଣଙ୍କ ଉପରେ ବିଶେଷ କରି ମା ଲକ୍ଷ୍ମୀଙ୍କର କୃପା ଅଛି। ସେଥିପାଇଁ ତ ଏମିତି ଆପଣମାନେ ଖୁସି ଖୁସିରେ ଜୀବନ ଯାପନ କରୁଛନ୍ତି। ଯଦି ଆପଣଙ୍କର ଛୁଆମାନେ ଆପଣଙ୍କର ଆଜ୍ଞାଧୀନ ଅଛନ୍ତି, ଏହା ବି ମାଙ୍କର ଏକ ବିଶେଷ କୃପା ବୋଲି ଜାଣି ରଖନ୍ତୁ। କେବଳ ମା ଧନର ଦେବୀ ନୁହନ୍ତି, ମା ହେଉଛନ୍ତି ସମାଜରେ ପ୍ରତିଷ୍ଠା ଦିଅନ୍ତି। ମା ସମାଜରେ ବହୁତ ଉନ୍ନତି କରାଇ ଦିଅନ୍ତି। ଯାହା ଉପରେ ଲକ୍ଷ୍ମୀ ନାରାୟଣଙ୍କର ବିଶେଷ କୃପା ଥାଏ, ଚାରିଆଡୁ ତାକୁ ଧନ ଆସୁଥାଏ, ଚାରିଆଡୁ ସମ୍ମାନ ପାଇଥାଏ। ତା ପରିବାର ଲୋକମାନେ ଶାନ୍ତ ସ୍ୱଭାବ ପ୍ରକୃତିର ହୋଇଥାନ୍ତି, ଧର୍ମପରାୟଣ ହୋଇଥାନ୍ତି। ଚତୁର୍ଥରେ,
ଯଦି ଆପଣଙ୍କ ଘରେ ତୁଳସୀ ଗଛ କିମ୍ବା ଆପଣ ଯେକୌଣସି ବି ଗଛ ଲଗାଉଛନ୍ତି ଅତି ଛନଛନିଆ ହୋଇ ବାହାରି ଯାଉଛି, ଯେକୌଣସି ବି ଗଛ ଲଗାନ୍ତୁ, ସେ ତୁଳସୀ ଗଛ ହଉ ଯେକୌଣସି ବି ଗଛ ହଉ, ଯଦି ଅତି ସୁନ୍ଦର ଭାବରେ ଆପଣଙ୍କ ଘରେ ଗଛ ଯଦି ବାହାରି ଯାଉଛି, ଏହା ବି ମା ଲକ୍ଷ୍ମୀଙ୍କର ବିଶେଷ କୃପା ବୋଲି କୁହାଯାଏ। କାରଣ ଯେଉଁ ଘରେ ମା ଲକ୍ଷ୍ମୀଙ୍କର କୃପା ନଥିବ, ଦେଖିବେ ସେହି ଘରେ ସଦାସର୍ବଦା ଯେକୌଣସି ବି ଗଛ ଝାଉଁଳି କରି ହିଁ ରହିଥିବ, ସତେଜ ହୋଇନଥିବ। ଆପଣମାନେ ଦେଖିଥିବେ କିଛି ଘରକୁ ଯାଇଥିବେ, ତୁଳସୀ ଗଛ ବହୁତ ସୁନ୍ଦର ଏବଂ ଝଙ୍କାଳିଆ ହୋଇ ରହିଥିବ, ସେ ଯତ୍ନ ନ ନେଲେ ବି ତୁଳସୀ ଗଛ ଝଙ୍କାଳିଆ ହୋଇ ରହିଥିବ। କିଛି ଜଣଙ୍କ ଘରେ ତୁଳସୀ ଗଛର ଯେତେ ବି ଯତ୍ନ ନିଅନ୍ତୁ, ସେ ତୁଳସୀ ଗଛ ବାରମ୍ବାର ପାଇଯାଉଥିବ। ତେବେ ଜାଣିନେବେ ଯେ ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପା ଅଛି କି ନାହିଁ। ତାପରେ ଲକ୍ଷଣ ଏଇଆ ଅଟେ ଯେ ଯଦି ଆପଣଙ୍କ ଘରେ ଅଚାନକ ପୂଜା କରୁଛନ୍ତି, ଆପଣ ବିନା ଡାକି କରି ପୂଜା କରିବା ସମୟରେ ଯଦି କୌଣସି ମହିଳା, ଛୋଟ ଛୁଆ କିମ୍ବା ବ୍ରାହ୍ମଣ ଆସି ଯାଉଛନ୍ତି, ତେବେ ଆପଣଙ୍କ ଘରେ ସ୍ୱୟଂ ଭଗବାନଙ୍କର ବାସ ଅଛି, ସ୍ୱୟଂ ମା ଲକ୍ଷ୍ମୀଙ୍କର ବାସ ଅଛି। କାରଣ ଆମର ସମାଜରେ ବା ଆମ ହିନ୍ଦୁ ସଂସ୍କୃତିରେ କୁହାଯାଏ ଯେ ଅତିଥି ଦେବ ଭବ। ପୂଜା କରିବା ସମୟରେ ଅତିଥି ଦେବତାଙ୍କ ସଦୃଶ ବୋଲି କୁହାଯାଏ। ଅତିଥିଙ୍କୁ ଦେବତାଙ୍କ ତୁଲ୍ୟରେ ଚର୍ଚ୍ଚା କରିବା ଦରକାର ବୋଲି କୁହାଯାଉଛି। ଯଦି ଆପଣଙ୍କ ଘରକୁ ଅତିଥି ଆସି ଯାଉଛନ୍ତି ଏସବୁ ପୂଜା କରିବା ସମୟରେ, କିମ୍ବା ଆପଣ ଭୋଜନ ଖାଉଛନ୍ତି ହଠାତ୍ ଅତିଥି ଆସି ଯାଉଛନ୍ତି, ଏହା ଆପଣଙ୍କର ଭାଗ୍ୟ ବଦଳିବାର ଏକ ଶୁଭ ସଂକେତ ଅଟେ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ଗୋଟିଏ ଥରରେ ତ କାହାର ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆସିବ ନାହିଁ, କିନ୍ତୁ ଧୀରେ ଧୀରେ କରି ନିଶ୍ଚୟ ଆସିଯିବ। ଆପଣ କେବଳ ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତୁ ଏବଂ ଭଲ ଭାବରେ କାର୍ଯ୍ୟ କରନ୍ତୁ, ନ୍ୟାୟରେ ରୁହନ୍ତୁ। ଦେଖିବେ ଆପଣଙ୍କର ଆଜି ନହେଲେ ବି, ଆଜି ଆପଣ ହାରୁଛନ୍ତି ତ ଠିକ ଅଛି, ଗୋଟିଏ ଦିନ ନିଶ୍ଚୟ ଜିତିବେ। ସେହି ସମୟକୁ ଆପଣମାନେ ବାସ୍ ଅପେକ୍ଷା ଟିକେ କରିଦିଅନ୍ତୁ। ଏବେ ଦର୍ଶକ ବନ୍ଧୁ, ମା ଲକ୍ଷ୍ମୀଙ୍କୁ କେଉଁ କେଉଁ ଜିନିଷ ଅପ୍ରିୟ ଅଟେ, ଯଦି ଆପଣମାନେ ଏହି ସବୁ ଜିନିଷ କରୁଛନ୍ତି, ତେବେ ଅତି ଧୈର୍ଯ୍ୟର ସହକାରେ ଯଦି ଏପର୍ଯ୍ୟନ୍ତ ଭିଡ଼ିଓ ଦେଖିଲେଣି, ତେବେ ଜାଣି ରଖନ୍ତୁ ଯେ ମା ଲକ୍ଷ୍ମୀ କେଉଁ କେଉଁ କାମ ଜମା ବି ପସନ୍ଦ କରନ୍ତିନି। ଏହି ଉପରେ ଅତି ସଂକ୍ଷେପରେ ଆପଣଙ୍କୁ କହୁଛି। ଯଦି ଆପଣ କେତେ ପୂଜା ପାଠ କରନ୍ତୁ, କେତେ କଣ କରନ୍ତୁ, ଯଦି ଘରର ଗୁରୁଜନ ମାନଙ୍କୁ ସମ୍ମାନ ଦେଉନାହାନ୍ତି, ଆପଣଙ୍କ ଘରର ମହିଳା ବା ଘରର ସ୍ତ୍ରୀ ଯଦି ଦୁଃଖୀ ଅଛନ୍ତି, ଆପଣ କେବେ ବି ଉନ୍ନତି କରିପାରିବେ ନାହିଁ। ଏହି କଥା 100ରୁ 100% ସତ। ସେଇ ପୁରୁଷମାନଙ୍କୁ ଦେଖନ୍ତୁ ଯେଉଁମାନେ ତାଙ୍କ ସ୍ୱାମୀଙ୍କୁ, ତାଙ୍କ ସ୍ତ୍ରୀଙ୍କୁ ଶ୍ରଦ୍ଧାରେ ରଖିଛନ୍ତି, ସମ୍ମାନର ସହ ରଖିଛନ୍ତି, ସେ କେତେ ଉନ୍ନତି କରୁଛନ୍ତି। ଆଉ ଗୋଟେ ପଟେ ଯେଉଁ ଲୋକ ଭାବୁଛି ଯେ ମୁଁ ଦୁନିଆର ସବୁଠୁ ବଡ଼ ଧନୀ, ଗର୍ବ ଅହଙ୍କାରରେ ରହୁଛି, ଘରର ସ୍ତ୍ରୀର ଅପମାନ କରୁଛି, ସେ ଦିନକୁ ଦିନ ତଳି ତଳାନ୍ତ ହୋଇ ଯିବ। ଦ୍ୱିତୀୟରେ, ଯେଉଁ ଘରେ ସଦାସର୍ବଦା ମଦିରାପାନ, ମାଛ ମାଂସ ଭକ୍ଷଣ, କୌଣସି ପୂଜା ପର୍ବ ଆୟୋଜନ କରାଯାଇନଥାଏ, ଯେଉଁ ଘରେ ସଦାସର୍ବଦା ଆମିଷରେ ବୁଡ଼ି ରହିଥାନ୍ତି, ପରସ୍ତ୍ରୀରେ ବୁଡ଼ି ରହିଥାନ୍ତି, ଘରେ ଗାଳି ଗୁଲଜ, ଅଶାନ୍ତି ପରିବେଶ, କ୍ଲେଶ ପରିବେଶ ଥାଏ, ସେହି ଘରେ ମା ଲକ୍ଷ୍ମୀ କଦାପି ବାସ କରିନଥାନ୍ତି। ମା ଲକ୍ଷ୍ମୀ କଣ, କୌଣସି ବି ଭଗବାନ ସେଠି ବାସ କରିନଥାନ୍ତି। ତୃତୀୟରେ, ଯଦି ଆପଣଙ୍କ ଘରକୁ କେହି ଭିକ୍ଷୁକ ଆସୁଛି, ଆପଣ ଯଦି ତାକୁ ଖାଲି ହାତରେ ପଠାଇ ଦେଉଛନ୍ତି, ତେବେ ଏହା ଆପଣଙ୍କ ଉପରେ ସବୁଠାରୁ ବଡ଼ ଖରାପର ଦିନ ବୋଲି ଆପଣ ଭାବି ରଖନ୍ତୁ। ସେମାନେ ସେମାନଙ୍କର କେଉଁ ଜନ୍ମର କର୍ମର ଫଳ ପାଇଁ ଏହି ଜନ୍ମରେ ଭିକ୍ଷୁକ ଅଟନ୍ତି, କିନ୍ତୁ ଆମର ଗୋଟିଏ କର୍ତ୍ତବ୍ୟ ଅଛି, ଆମେ ଆମର ଶକ୍ତି ଅନୁସାରେ ତାଙ୍କୁ ଦୁଇମିଠା ଖାଇବାକୁ ଦବା। ଯଦି ଆପଣ ଖାଇବାକୁ ନ ଦେଇ ବି ପାରୁଛନ୍ତି, ତାଙ୍କୁ ଖାଲି ହାତରେ ଫେରାନ୍ତୁନି କିମ୍ବା ଅସମ୍ମାନ କରନ୍ତୁନି। ଆଜି ଟଙ୍କା ଅଛି, କାଲିକି ସେଇ ଟଙ୍କା ରହିବ କି ନ ରହିବ କିଏ କହିପାରିବ। ମା ଲକ୍ଷ୍ମୀ ପରା ଚଞ୍ଚଳା, ସେ କେବେ ସ୍ଥାୟୀ ବାସ କରନ୍ତି। ତେଣୁ କେବେ ବି ଧନର ପ୍ରାଚୁର୍ଯ୍ୟତା, ଧନର ଗର୍ବ ମଣିଷକୁ ସଦାସର୍ବଦା ତଳି ତଳାନ୍ତ କରିଦିଏ। ନ ଦେଇ ପାରୁଛନ୍ତି ତ ଠିକ ଅଛି, କିନ୍ତୁ ଅସମ୍ମାନ ଦେଇ ଘର ଦୁଆର ମୁହଁରୁ ବାହାର କରନ୍ତୁନି। ତାପରେ ଯେଉଁ ମହିଳା ପାଖରେ ବହୁତ ସାରା ବସ୍ତ୍ର ଥିଲେ ମଧ୍ୟ ଚିରା ଫଟା ବସ୍ତ୍ର ପିନ୍ଧିଥାଏ, ଅସନା ହୋଇ ରହିଥାଏ, ଯେଉଁ ମହିଳା ମାନେ ବସ୍ତ୍ର ଥାଉ କିମ୍ବା ନଥାଉ ଯଦି ଚିରା ଫଟା ବସ୍ତ୍ର ପିନ୍ଧୁଛନ୍ତି, ଯଦି ଆପଣଙ୍କ ପାଖରେ ନାହିଁ କିମ୍ବା ଆପଣ ସିଲେଇ କରିପାରୁନାହାନ୍ତି, ସମୟର ଅଭାବ ରହୁଛି, ତେବେ ଜାଣି ରଖନ୍ତୁ ଯଦି ଏପରି କରୁଛନ୍ତି, ଦିନକୁ ଦିନ ଗରିବର ସାମ୍ନା ଆପଣ କରିବେ। କେବେ ବି ଚିରା ଫଟା ବସ୍ତ୍ର ପିନ୍ଧନ୍ତୁ ନାହିଁ। ବେଡସିଟ୍ର ପିଲୋ କଭର, ତକିଆ ଖୋଳ ଯାହାକୁ କୁହାଯାଏ, ତାହା ଯଦି ଚିରି ଯାଉଛି ତାହାକୁ ତୁରନ୍ତ ସିଲାଇ କରିଦିଅନ୍ତୁ। ଚିରା ଫଟା ବସ୍ତ୍ର, କଲର ଫେଡ୍ ହୋଇଥିବା ବସ୍ତ୍ର, ଅତି ପୁରୁଣା ବସ୍ତ୍ର ପିନ୍ଧନ୍ତୁ ନାହିଁ। ଆପଣଙ୍କୁ ଭଗବାନ ଯେତିକି ଦେଇଛନ୍ତି ଭଲରେ ପିନ୍ଧନ୍ତୁ, ସିଲାଇ କରି ପିନ୍ଧନ୍ତୁ, କିନ୍ତୁ ଚିରା ପିନ୍ଧନ୍ତୁ ନାହିଁ। ଏହି ନିୟମ ଆପଣଙ୍କ ପରିବାରରେ ବହୁତ ମଙ୍ଗଳ ଅଟେ। ଯେଉଁ ମହିଳା
ଗୁରୁବାର ଦିନ ନିଜ କେଶକୁ ଧୋଇଥାଏ, ମିଥ୍ୟା କହିଥାଏ, ସଭାରେ ବସିକରି ଯେଉଁ ମହିଳା ମିଥ୍ୟା କହିଥାଏ, ପାଣିର ଅପବ୍ୟୟ ଖର୍ଚ୍ଚ କରିଥାଏ, ଯେଉଁ ମହିଳା ସଦାସର୍ବଦା ଘରକୁ ପରିଷ୍କାର ପରିଚ୍ଛନ୍ନ ରଖିନଥାଏ, ସେହି ମହିଳା କେବେ ବି ମା ଲକ୍ଷ୍ମୀଙ୍କର କୃପାର ପାତ୍ର ହୋଇନଥାଏ। ମା ଲକ୍ଷ୍ମୀ ହେଉଛନ୍ତି ସ୍ୱଚ୍ଛତାର ପ୍ରିୟ। ତେଣୁ ଏହି ସବୁ ନିୟମ ପାଳନ କରନ୍ତୁ, ଦେଖିବେ ଆପଣଙ୍କର ଜୀବନରେ ନିଶ୍ଚୟ ଗୋଟେ ନୂଆ ସୂର୍ଯ୍ୟ ଉଦୟ ହବ, ନିହାତି ଗୋଟେ ନୂଆ ପରିବର୍ତ୍ତନ ହବ।